ଆପଣଙ୍କର ଯଦି କର୍କଟ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କ ଜୀବନରେ ନବଗ୍ରହଙ୍କ ସ୍ଥିତି ମଧ୍ୟ ସ୍ଥିର ରହିବ। ତେଣୁ ଆପଣ ଯଦି କର୍କଟ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ତା ସହିତ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, କର୍କଟ ରାଶିର ବ୍ୟକ୍ତିବିଶେଷଙ୍କର ପ୍ରଥମତଃ ଆପଣଙ୍କର ଅଧିପତି ହେଉଛନ୍ତି ଚନ୍ଦ୍ରମା, ଯାହାକି ଆପଣଙ୍କର ପଞ୍ଚମ ଘରେ ଗୁରୁ ସ୍ଥାନରେ ଗୋଚର କରିଛନ୍ତି ଏବଂ ବିରାଜମାନ କରିବେ ମଧ୍ୟ ଏହି ବର୍ଷକ ପାଇଁ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରକୁ ବହୁତ ମାତ୍ରାରେ ଧ୍ୟାନପୂର୍ବକ ସହ ଯୋଗଦାନ କରିଥାନ୍ତି। ଚନ୍ଦ୍ରମା ଆପଣଙ୍କର ଧ୍ୟାନପୂର୍ବକ ସହ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ବହୁତ ମାତ୍ରାରେ ଧ୍ୟାନ ଦେଇଥାନ୍ତି। ଆପଣଙ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବେ ଏବଂ ଆପଣଙ୍କର କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କର ପ୍ରାୟତଃ ଚର୍ମଜନିତ ରୋଗ ଏବଂ ଶ୍ୱାସଜନିତ ସମସ୍ୟା ରହୁଥିଲା ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ମଧ୍ୟ ରହୁଥିଲା। ଦେଖିବେ ଆପଣ ସେଥିରୁ ମଧ୍ୟ ପାସ୍ କରିଯିବେ। ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ରହିବ ନାହିଁ। ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ଯେଉଁ ରହୁଥିଲା ସେଥିରେ ଆପଣ ଦୂର ହୋଇଯିବ ଏବଂ ଆପଣଙ୍କର ଶରୀର ମଧ୍ୟ ସୁସ୍ଥ ହୋଇଯିବ। ଆପଣଙ୍କର ଯଦି କ୍ୟାରିୟର କ୍ଷେତ୍ରକୁ ଦେଖିବା ତେବେ କ୍ୟାରିୟର କ୍ଷେତ୍ରରେ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଛନ୍ତି, ଯାହାକି ଆପଣଙ୍କର କ୍ୟାରିୟର କ୍ଷେତ୍ରକୁ ଧ୍ୟାନ ଦେବେ ଏବଂ ଆପଣଙ୍କର ଧନ, ରତ୍ନ, ଚାକିରି, ବିଜନେସ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଦେବେ। କାରଣ ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ଅଛନ୍ତି, ଯାହାକି ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ହେବ। ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ରହିଥିବାରୁ ଆପଣଙ୍କର ଚାକିରି କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଘଟିବ। ଆପଣଙ୍କର ବହୁତ ମାତ୍ରାରେ ଯେଉଁ ଧନହାନି ହେଉଥିଲା, ପ୍ରାଣ ପୀଡ଼ା ହେଉଥିଲା, ଆପଣ ବହୁତ ମାତ୍ରାରେ ଋଣରେ ପଡ଼ି ରହୁଥିଲେ, ଦେଖିବେ ଋଣରୁ ମଧ୍ୟ ଆପଣ ପାର ହୋଇଯିବ। ଆପଣଙ୍କର ଋଣ ମଧ୍ୟ କୌଣସି ରହିବ ନାହିଁ। ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେବ। ଯଦି ଆପଣ ଚାକିରି କରିଥାନ୍ତି ତେବେ ଆପଣଙ୍କର ପ୍ରମୋସନ୍ ମଧ୍ୟ ନିଶ୍ଚିତ ଭାବରେ ହେବ। ତେବେ ଆପଣଙ୍କର ଯଦି କୌଣସି ବିଜନେସ୍ ଅଛି କିମ୍ବା ଆପଣ ବିଜନେସ୍ କରିବାକୁ ଚାହୁଁଛନ୍ତି, ସେଥିରେ ଆପଣ ଉତ୍ତୀର୍ଣ୍ଣ ହୋଇପାରୁନାହାନ୍ତି କିମ୍ବା ଆପଣଙ୍କର କୌଣସି ଏକ ବିଜନେସ୍ ଅଛି ଯାହାକୁ ଆପଣ କରିବାକୁ ଚାହୁଁଛନ୍ତି, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ବିଜନେସ୍ଟି ମଧ୍ୟ ଉନ୍ନତି ସହ ଚାଲିବ ଏବଂ ଆପଣଙ୍କର ବିଜନେସ୍ରେ ମଧ୍ୟ ବହୁତ ମାତ୍ରାରେ ପ୍ରଫିଟ୍ ହେବ। ଖାସ୍ କରି କର୍କଟ ରାଶିର ବ୍ୟକ୍ତିବିଶେଷମାନେ ଆପଣ ଯଦି ଆପଣଙ୍କର ପିତାମାତାଙ୍କୁ ଶ୍ରଦ୍ଧା କରୁଥିବେ ଏବଂ ଆପଣଙ୍କର ପିତାମାତାଙ୍କର ଯତ୍ନ ନେଉଥିବେ, ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। କାରଣ ଆପଣଙ୍କର ଦେବଗୁରୁ ବୃହସ୍ପତି ସପ୍ତମ ଘରେ ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ଧନ, ରତ୍ନ ଉପରେ ବହୁତ ମାତ୍ରାରେ ଯୋଗଦାନ ମଧ୍ୟ ଦେଉଛନ୍ତି। ଫଳରେ ଆପଣ ଯଦି ଭଲ କାମ କରିବେ ଏବଂ ଭଲ କାମ କରିବେ ଏବଂ ଅର୍ଥଦାନ କି ଭଲ ଯେକୌଣସି କାର୍ଯ୍ୟରେ ଆପଣ ଯଦି ଇମାନଦାର ସହିତ କାର୍ଯ୍ୟ କରିବେ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିବ ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ରହିଥିବାରୁ ଆପଣଙ୍କର ବହୁତ ମାତ୍ରାରେ ଉନ୍ନତି ଆସିବ ଏହି 2026 ବର୍ଷରେ। ଯଦି ଆପଣଙ୍କର ଶନି ଗ୍ରହଙ୍କୁ ଦେଖିବା ତେବେ ଶନି ଆପଣଙ୍କର ନବମ ଘରେ ଅଛନ୍ତି, ଯାହାକି ଆପଣଙ୍କ ପାଇଁ ଶୁଭ ମନାଯାଇଥାଏ ଏବଂ ଶନି ନବମ ଘରେ ରହିଥିବାରୁ ଆପଣଙ୍କର ମଙ୍ଗଳ ମଧ୍ୟ ହେବ ଏବଂ ଶନି ଆପଣଙ୍କର ନବମ ଘରେ ରହିଥିବାରୁ ଶନିଙ୍କର ବିଶେଷ ଆଶୀର୍ବାଦ ରହିବ। ଫଳରେ କି ଆପଣଙ୍କର ଶତ୍ରୁଙ୍କର ଭୟ ଏବଂ ଆପଣଙ୍କର ଯେଉଁ ହାନି ଘଟାଉଥିଲେ ସେଥିରୁ ଆପଣ ପାର ପାଇବେ। ଆପଣ କୌଣସି ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିବାର ଯୋଗ ରହୁଛି ଏବଂ ଆପଣ ଏହି 2026 ମସିହାରେ ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ତେଣୁ ଆପଣଙ୍କ ପାଇଁ ଏହି 2026ଟି ବହୁତ ମାତ୍ରାରେ ଫଳପୂର୍ଣ୍ଣ ହୋଇଯିବ। ଆପଣ ଯଦି କର୍କଟ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି, ଆପଣଙ୍କ ପାଇଁ ଗୋଟିଏ ପ୍ରତିକାର ହେଲା, ଆପଣ ପ୍ରତ୍ୟେକ ଦିନ ଯେକୌଣସି
सोमवार दिन आमिष खाइबा बंद करंतु प्रत्येक सोमवार दिन आमिष खाइबा बंद करंतु जेकोसी महादेव मंदिर को यात्रा करंतु एवं सेठारे आपण जाई आपण बेलपत्र चढ़ातु महादेव ऊपर को एवं जलसाई मध्य करंतु देखिबे आपणकर बहुत मात्रा रे मंगल हेबो एवं जदि आपण पारुछंती एवं आपण को समय हेउछि तबे हनुमान चालीसा मध्य ता सहित पाठ करंतु। हनुमान चालीसा पाठ करिबा द्वारा आपणकर ज्ञान धन रत्न वृद्धि हेबो संभावना अछि एवं आपण को जदि समय होछि तबे हरे कृष्ण महामंत्र मध्य जप करंतु। हरे कृष्ण महामंत्र जप करबा द्वारा आपणकर मन को बहुत मात्रा रे शांतना मिलिबो एवं आपणक जीवन रे बहुत मात्रा रे परिवर्तन आसीबो। तेणु आपण यदि कर्कट राशि व्यक्ति विशेष होइतांती एवं ईश्वर को सच्चा हृदय रे विश्वास करूथांती तेबे वीडियोटी को लाइक करबा सह चैनल टी को सब्सक्राइब निश्चय करंतु। रहुछि धन्यवाद। जय जगन्नाथ।